ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ମଣିଷ ରୂପ ନେଇ ଈଶ୍ୱର ସ୍ୱୟଂ ଈଶ୍ୱରଙ୍କର ଆବିର୍ଭାବ ହେଇଥିଲା ଆଜିର ଦିବସରେ। ତାଙ୍କର ଆବିର୍ଭାବ ତ ଏକ ବିଶେଷ ବିସ୍ମୟ ଏବଂ ତା ପୂର୍ବରୁ ମଧ୍ୟ ତାଙ୍କର ପ୍ରକଟିତ ସେ ପ୍ରକଟ କରିଥିଲେ ମାତା ମନମୋହିନୀ ଦେବୀଙ୍କ ପାଖରେ। ଆପଣ ମାନେ ଭଲ ଭାବରେ ଜାଣନ୍ତି ସେ ସତନାମ ଆସି ଯାଇଥିଲା। ଯେଉଁ ସତନାମ ଭିତରେ ନାମୀ ପୁରୁଷ ଆଉ ନାମୀ ପୁରୁଷ ଭିତରେ ହିଁ ସତନାମ ନାମର କଣ୍ଡେନ୍ସ ଫର୍ମ ଘନୀଭୂତ ରୂପ ହଉଛନ୍ତି ଶ୍ରୀ ଠାକୁର। ସେଇଥିପାଇଁ ସେ ଆଗେ ନାମ ମାଧ୍ୟମରେ ପ୍ରକଟିତ ହୋଇଥିଲେ। ତାପରେ 1888 ମସିହା ସେପ୍ଟେମ୍ବର 14 ତାରିଖ ସକାଳ 7:08 ବାଂଲାଦେଶର ଯୋଉଟା ଦେଓଘରେ 7:05 ଆଜି ଆମେ ଜନ୍ମଲଗ୍ନ ଘୋଷଣା କରିବା। 1295 ସାଲ 30 ଦିନ ଭାଦ୍ର ଶୁକ୍ରବାର ସଂକ୍ରାନ୍ତି ତାଳ ନବମୀ ତିଥି। ତେଣୁ ସବୁ ଗୁଡାକ ସଂଯୋଗ କଲେ ଈଶ୍ୱରଙ୍କର ଆବିର୍ଭୂତ ହବାର ଏହି ଥିଲା ପ୍ରକୃଷ୍ଟ ସମୟ। ବିଶେଷ କରି ନବମୀ ତିଥି ଆମେ ରାମନବମୀ ବୋଲି କହୁ। ଜନ୍ମାଷ୍ଟମୀ ବିଷୟରେ ଆଲୋଚନା ଚାଲିଛି। ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ମୋର ମନେ ହୁଏ ସେଟା ନବମୀ ତିଥି ଥିଲା। ତ 9 ଅଙ୍କଟା ଏକ ଗୁରୁତ୍ୱପୂର୍ଣ୍ଣ। 9କୁ ଯେଉଁଥିରେ ବି ଗୁଣନ୍ତୁ ପୁଣି ଆସି ପହଞ୍ଚିବେ ସେ 9 ପାଖରେ। ତେଣୁ ମଣିଷ ଯେତେ ଯୁଆଡେ ଯାଉ ତା ସାରା ଜୀବନ ଧରିକି ଯେତେ ଆଡେ ଯେତେ ପ୍ରବୃତ୍ତିର ଜାଲ ଭିତରେ ପଶି ଯୁଆଡେ ଦିଗହରା ହଉନା କାହିଁକି, କୂଳହୀନ ହଉନା କାହିଁକି, ସେ ପୁଣି ଈଶ୍ୱରଙ୍କ ପାଦ ପଦ୍ମକୁ ଆସିବ। ଏ ଜନ୍ମରେ ହଉ ବା ଆଗାମୀ ଜନ୍ମ ମାନଙ୍କରେ ହଉ। ତା କାରଣ ହଉଛି ମଣିଷର ଉତ୍ସ ହଉଛନ୍ତି ଈଶ୍ୱର ଆଉ ମଣିଷର ଗନ୍ତବ୍ୟ ହଉଛି ଈଶ୍ୱର ପ୍ରାପ୍ତି। ତେଣୁ ସେ ଈଶ୍ୱର ପ୍ରାପ୍ତି ଲାଭ କରିବ ସେ 9 ଭଳି 9 ଅଙ୍କ ଯେତେ ଗୁରୁତ୍ୱପୂର୍ଣ୍ଣ ଆମର ନବରାତ୍ରି କହନ୍ତି, ନବରତ୍ନ କହନ୍ତି, ମହାଭାରତ ଯୁଦ୍ଧ 18 ଦିନ 8-1-9 ଏବଂ ଏ 9 ଅଙ୍କ ଉପରେ ବିଶେଷ ଗୁରୁତ୍ୱ। ତାର ବିଶେଷ କରି ତାଙ୍କର ଉପଯୁକ୍ତ ଜୈବିକ ସଂସ୍କୃତି ଯେଉଁଠି ଥାଏ ସେଇଠି ସେ ପ୍ରକଟିତ ହୁଅନ୍ତି, ସେଇଠି ସେ ଆବିର୍ଭୂତ ହୁଅନ୍ତି। ଏ ଜଗତରେ କୋଟି କୋଟି ପିତାମାତା ଥାଇପାରନ୍ତି, କିନ୍ତୁ କାହିଁକି ମାତା ମନମୋହିନୀଙ୍କ ଗର୍ଭକୁ ସେ ନିଶ୍ଚିତ କଲେ ପିତା ଶିବଚନ୍ଦ୍ର ଚକ୍ରବର୍ତ୍ତୀଙ୍କର ଔରସରୁ ମାତା ମନମୋହିନୀ ଦେବୀଙ୍କ ଗର୍ଭରୁ ସେ କାହିଁକି ପ୍ରକଟିତ ହେଲେ, କାହିଁକି ଆବିର୍ଭୂତ ହେଲେ? ଏତେ ତ ବାପା ମା ଥିଲେ। ତା କାରଣ ହଉଛି ସେଇଟା ହିଁ ଥିଲା ତାଙ୍କର ଉପଯୁକ୍ତ ଜୈବିକ ସଂସ୍କୃତି। ସ୍ଥାନ କାଳ ପାତ୍ର ନିର୍ବିଶେଷରେ ସେ ଯେଉଁଠି ଉପଯୁକ୍ତ ଜୈବିକ ସଂସ୍କୃତି ଥାଏ ସେ ସେଇଠି ପ୍ରକଟିତ ହୁଅନ୍ତି। ବାସ୍ତବିକ ଠାକୁରଙ୍କ ସପ୍ତମ ପୁରୁଷ ଥିଲେ ମନୋହର ଲାହିଡି। ତାଙ୍କର ପଦବୀ ଥିଲା ଲାହିଡି। ପାଣ୍ଡିତ୍ୟ ପାଇଁ ଶ୍ରେଷ୍ଠ ଆଖ୍ୟା ଚକ୍ରବର୍ତ୍ତୀ ଉପାଧି ସେ ପାଇଥିଲେ। ଶ୍ରୀ ଶ୍ରୀ ଠାକୁରଙ୍କର ସପ୍ତମ ପୁରୁଷର ଚକ୍ରବର୍ତ୍ତୀ ଉପାଧି, ତା ପୂର୍ବରୁ ଥିଲେ ଲାହିଡି। ଆଉ 1800 ମସିହା ପ୍ରଥମ ଭାଗ ମନୋହର ଲାହିଡି ମନୋହର ଚକ୍ରବର୍ତ୍ତୀ ହେଲେ। ସେଇ ଦିନଠୁ ଗଡି ଗଡି ଆସିଲା ତାଙ୍କର ଚକ୍ରବର୍ତ୍ତୀ ଉପାଧି, ଟାଇଟିଲ ଆସିଲା। ଶିବଚନ୍ଦ୍ର ଚକ୍ରବର୍ତ୍ତୀଙ୍କ ବାପା ଈଶ୍ୱର ଚନ୍ଦ୍ର ଚକ୍ରବର୍ତ୍ତୀ ସେ ମଧ୍ୟ ବହୁତ ଆଧ୍ୟାତ୍ମିକ ଥିଲେ ଏବଂ ତାଙ୍କର ଶିବଚନ୍ଦ୍ର ଚକ୍ରବର୍ତ୍ତୀଙ୍କ ମାତାଙ୍କ ନାଁ ଥିଲା ମୃଣ୍ମୟୀ ଦେବୀ। ସେ ବିଶିଷ୍ଟ ପଣ୍ଡିତ ଥିଲେ। ବଂଶାନୁକ୍ରମିକ ପରମ୍ପରା ଅନୁଯାୟୀ ସପ୍ତମ ପୁରୁଷ ଠାରୁ ଆରମ୍ଭ କରି ଶ୍ରୀ ଶ୍ରୀ ଠାକୁରଙ୍କର ଆବିର୍ଭାବ ହେଲା ପର୍ଯ୍ୟନ୍ତ ସବୁ
आध्यात्मिकता धर्म बा विभिन्न प्रकार संस्कार उन्नत चलनी मध्य तांकर स्वरक्त प्रभावित श्री श्री ठाकुर चतुर्थ पुरुष थे भवानी प्रसाद चक्रवर्ती जे कि पाबना जिलार चाटमोहर निकटवर्ती गोयाखाड़ा ग्राम रे बसवास कले। शिवचंद्र चक्रवर्ती जन्म से शिवचंद्र चक्रवर्ती अत्यंत सरल थिले, अत्यंत सज्जन थिले, धर्मनिष्ठ थिले, परोपकारी, विचक्षण संपन्न। से 1855 मसीह जन्म ग्रहण करथिले। 7-8 वर्ष पितृहीन हो गले। 15-16 वर्ष बेलू मातृहीन हो गले। शिवचंद्र चक्रवर्ती बयस 24 वर्ष। से माता मनमोहन देवी को विवाह कले। तांकर बयस थिला 9 वर्ष। तेणु 15 वर्षर विवाह जो पार्थक्य श्री श्री ठाकुर भी परवर्ती अवस्था कहते विवाह स्वामी स्त्री मध्य 15 वर्ष अन्यून से रहिबा दरकार। स्त्री सान रही पार्थक्य रहिबा दरकार। एवं समसामयिक कुष्ठंग जन्म ठाकुर अनुकूल चंद्र जन्म प्राय एका भली। मामू घर उभय मामू घर जन्म नहीं। द्वितीय कथा हूँ माता मनमोहन देवी जैविक संस्कृति मध्य माता मनमोहन देवी गर्भ कहीं उपयुक्त है तार मध्य यथार्थता अच्छी। माता मनमोहन देवी माँ कुष्ठ सुंदरी माँ कृपामयी से पक्षटा देखिले आम जानू वास्तविक कृपामयी बहुत आध्यात्मिक महिला थे। एमती कदली बाहुंगा मध्य कलसी बांधी कूअरु पानी काढ़ी पारथिले। अत्यंत भाव सदाचार थिले। सदा सर्वदा थे जे हरि 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 तांको मुहरे छला। तेणु तांकर झील थे कुष्ठ सुंदरी। कुष्ठ सुंदरी झील थे माता मनमोहिनी। आउ मनमोहन देवी को बापा थे रामेंद्र नारायण भादुड़ी माता कुष्ठ सुंदरी। तेणु ये प्रकार मातृ संस्कार भी देखिले वास्तव मनमोहन देवी को गर्भ ही उपयुक्त गर्भ थिला ईश्वर को नर रूपे अवतीर्ण कराइबार से पवित्र गर्भ। एवं जेतबेले आसंती पुरुषोत्तम दिव्य लीला संगठित होता आम भली नुह। आम जमी यथा साधारण मनीष आम जमी जन्म हो तथाकथित भाव किसी ना किसी व्यतिक्रम थाए वैशिष्ट थाए। नाड़ी गुड़े ही जीवा दाबी छेदन बेले कष्ट होबा एवं ये जो प्रकार सब घटना एटा एक अलौकिकता नुहे बरं विधि निर्दिष्ट एवं यथार्थता रही। हसीबा पक्षर श्री श्री ठाकुर थे आलोचना माध्यम कहते चिन्हा चिन्हा लोक देखिले मनीष हसे। मुझे आविर्भूत हेली जो चाहिए समस्त चिन्हा चिन्हा लगिले एवं जो माने से उपस्थित थे सुतिका गृह से देखी श्री श्री ठाकुर से नवजन्मित शिशु सी चिन्हा चिन्हा कर समस्त चाहते समय गर्भावस्थार तार सूचना अनेक भाव मिली। श्री श्री ठाकुर जो मातृगर्भ थे से समय माता मनमोहन देवी संध्या बेले जाइछंती दीप जालिबा पाई। दीप जालु जालु दीप पशिला पूर्व घर भीतर संपूर्ण गोलापी रंग हो गला उज्जवलमय हो गला जोटा से आश्चर्य हेले।
ଏବଂ ସାମାନ୍ୟ ସାମାନ୍ୟ ସୂଚନା ଜଣେଇ ଦିଏ ପରମ ପୁରୁଷ ଆସୁଛନ୍ତି ବୋଲି। ଦିନେ ଭୀଷଣ ଝଡ ବତାସ ହଉଛି, ଗର୍ଭରେ ଶିଶି ଠାକୁର, ଏବଂ ସେତେବେଳେ ଝଡ ବତାସ ବେଳେ ପାଖ ବଗିଚା ଯେ ଗଛ ଥିଲା ଶୁଖିଲା ପତ୍ର ଗୁଡିକ ସବୁ ଉଡି ପଡୁଥାଏ। ମାତା ଦେବୀ ପହଁରାଟେ ନେଇଗଲେ ଖରିକିବା ପାଇଁ ଏବଂ ତାକୁ ଓଳେଇ ଦେଇ ଗୋଟେ ଅଖା ବସ୍ତା ଭିତରେ ଭର୍ତ୍ତି କଲେ। ଅତ୍ୟନ୍ତ ମାନେ ସାଧାରଣ ମଧ୍ୟବିତ୍ତ ପରିବାର, ସ୍ୱଚ୍ଛଳ ପରିବାରଟିଏ ଥିଲେ, କିନ୍ତୁ ମଧ୍ୟବିତ୍ତ। ସେଇକୁ ନେଇକି ସେ ରୋଷେଇ କରିବା କାର୍ଯ୍ୟରେ ବିନିଯୋଗ କରିବା ପାଇଁ ଅଖା ଏବଂ ପହଁରା ଆଣି ଯେତେବେଳେ ଭର୍ତ୍ତି କଲେ, ସେ ପତ୍ରଟା ସେ ଏତେ ଓଜନ ହେଇଗଲା ଯଦ୍ୱାରା ସେ ଟେକି ପାରିଲେନି। ମା ବୋଲି ଯେତେବେଳେ ଡାକିଛନ୍ତି, ହଠାତ୍ ଦେଖିଲେ ସେ ଅଖା ବସ୍ତାଟା ତଳୁ କିଏ ଟେକି ଦଉଛି ଏବଂ ସେଇଟା ବହୁତ ଓସାସିଆ ହେଇଗଲା ଏବଂ ତାଙ୍କୁ ଧରି ଆଣିଲେ। ଗାଁର ଦୁଷ୍ଟ ବ୍ୟକ୍ତି ମାନେ ମଧ୍ୟ ଥିଲେ। ଦିନ ପରେ ଦିନ, ମାସ ପରେ ମାସ ଅତିକ୍ରାନ୍ତ ହେଇଯାଉଛି। 10 ମାସ ପୁରୀ ଯାଇଛି। କେହି ଜଣେ ଦୁଷ୍ଟ ବ୍ୟକ୍ତି ବୋଧେ ଗର୍ଭ ବନ୍ଧନ କରିଛି। ଏଇଟା ସମସ୍ତଙ୍କର ଯେତେବେଳେ ସନ୍ଦେହ ଆସିଛି, ଠିକ ସେଇ ସମୟରେ ଜଣେ ସାଧକ ପୁରୁଷ, ବହୁତ ବୟସ ଅଧିକ, 2 ଜଣ ଭକ୍ତଙ୍କ କାନ୍ଧରେ 2 ହାତ ଭରା ଦେଇ ଧୀରେ ଧୀରେ ଆସି ମାତା ମନ୍ମୟୀ ଦେବୀଙ୍କ ଘର ଆଗରେ ଉପସ୍ଥିତ ହେଲେ ଏବଂ ତାଙ୍କୁ ପ୍ରଣାମ କଲେ। ହଠାତ୍ ଶିବଚନ୍ଦ୍ର ଚକ୍ରବର୍ତ୍ତୀ ଘରୁ ବାହାରି ଆସି ଦେଖନ୍ତି ଜଣେ ସନ୍ନ୍ୟାସୀ ମାତା ମନ୍ମୟୀ ଦେବୀଙ୍କୁ ପ୍ରଣାମ କରୁଛନ୍ତି। ହଠାତ୍ କହିଲେ, କଣ ତମେ କଣ ସେଇ କିଛି ଗର୍ଭ ପାଇଁ କିଛି ବନ୍ଧନ କରିବାକୁ ଆସିଛ ନା କଣ? ରାଗି ଯାଇଛନ୍ତି। କିନ୍ତୁ ସେ ବିନମ୍ର ଭାବରେ ପିତା ଶିବଚନ୍ଦ୍ର ଚକ୍ରବର୍ତ୍ତୀଙ୍କୁ ପ୍ରଣାମ ଜଣାଇ କହୁଛନ୍ତି ଯେ ଆଜି ଆମେ ପ୍ରଣାମ କରୁଛୁ ଏ ପୁରୁଷୋତ୍ତମଙ୍କର ଗର୍ଭଧାରିଣୀଙ୍କର ବନ୍ଦନା କରିବା ପାଇଁ ଆମେ ଆସୁଛୁ। ଆମେ ସାଧନ ମାଧ୍ୟମରେ ଜାଣିପାରୁଛୁ ପରମେଶ୍ୱର ଏଇ ଘରେ ଆପଣଙ୍କ ପତ୍ନୀଙ୍କ ଗର୍ଭରେ ଜନ୍ମ ହେବାକୁ ଆସିଛନ୍ତି। ହୁଏତ ମୋର ଜୀବନ କାଳ ଭିତରେ ମୁଁ ଦେଖି ନପାରେ, କାରଣ ସେ ଜାଣିଥିଲେ ସାଧନାରେ ବହୁତ ଅଳ୍ପ ଦିନ ସେ ବଞ୍ଚିବେ। ଶ୍ରୀ ଠାକୁରଙ୍କୁ ତାଙ୍କର ବାଲ୍ୟାବସ୍ଥା ସେ ଦେଖିପାରିବେ ନାହିଁ। ତେଣୁକରି ସେ ବିନମ୍ରରେ ପ୍ରଣାମ କରି କହୁଛନ୍ତି, ମୋ ଭାଗ୍ୟରେ ଜୁଟି ନପାରେ, ମୁଁ ତାଙ୍କୁ ଦର୍ଶନ କରି ନପାରେ, କିନ୍ତୁ ସିଏ ହଉଛନ୍ତି ଆପଣ ଯାହାର ପିତା ହେବାକୁ ଯାଉଛନ୍ତି, ସେ ସମଗ୍ର ବିଶ୍ୱର ପିତା, ସେଇ ମହାବିଷ୍ଣୁ ଅବତାରୀ, କୋଟି କୋଟି ବ୍ରହ୍ମା ବିଷ୍ଣୁ ମହେଶ୍ଵର ଏବଂ 33 କୋଟି ଦେବତା ଯାହାଙ୍କର ବନ୍ଦନାରତ ସେଇ ପୁରୁଷୋତ୍ତମଙ୍କ ଗର୍ଭଧାରିଣୀ ଜନନୀଙ୍କର ପାଦ ବନ୍ଦନା କରିବା ପାଇଁ ଆମେ ଆସିଛୁ। ଏଇ କଥା ଶୁଣି ପିତା ଶିବଚନ୍ଦ୍ର ଚକ୍ରବର୍ତ୍ତୀ ଠୋ ଠୋ କରି ହସି ଉଠିଲେ। କହିଲେ, ମୋର ଲୁଣ ଆଣୁ ଆଣୁ ପଖାଳ ଶେଷ, ଖତମ। ଏ ଗୋଟେ ଢଗ ଅଛି। ଏଇପରି ଗୋଟେ ଦିନହୀନ ଘରେ ତୁମର ଏଇ ବିଶ୍ୱ ପିତା ଆସି ଜନ୍ମ ନେବେ? ଦୁନିଆରେ ଆଉ କୋଉଠି ଜାଗା ପାଇଲେନି? ଶିବଚନ୍ଦ୍ରଙ୍କର ଏଇ କଥା ଶୁଣିଲା ପରେ ସେଇ ସନ୍ଥ ଟିକେ ହସି କହିଲେ, ଦିନ ଆସିବ ଆପଣ ନିଜେ ଜାଣିପାରିବେ ଓ ଦେଖିପାରିବେ। ସେଇ ଦିନ ସୂଚନା ଥିଲା ମାତୃ ଗର୍ଭରୁ ଆଜନ୍ମ ପୁରୁଷୋତ୍ତମ ସେ ଆବ୍ରହ୍ମ ସ୍ତମ୍ଭ ବୃଧାତା। ତେଣୁ ମାତୃ ଗର୍ଭରୁ ମଧ୍ୟ ତାର ମଧ୍ୟ ସେ ସୂଚନା ସାଧକ ମାନେ ମଧ୍ୟ ଜାଣିପାରିଥିଲେ। ମାତା ଠାକୁର ଥାନ୍ତି ଗର୍ଭରେ, 11 ମାସ ପୁରୀ ଗଲାଣି, 12 ମାସ ହବାକୁ ଆଉ କେଇ ଦିନ ମାତ୍ର ବାକି ଅଛି। ଅଦୂରରେ ଥିବା ପଦ୍ମା ନଦୀରୁ ପାଣି ଆଣି ଘରେ ରୋଷେଇ ହୁଏ, ସେଇ ପାଣି ମଧ୍ୟ ପିଆ ହୁଏ। କିନ୍ତୁ ଗ୍ରୀଷ୍ମ କାଳରେ ପଦ୍ମାର ବାଲି ଏତେ ତାତିଯାଏ, ଯୋଉ ବାଲିରେ ଚାଲିବା ସମ୍ଭବ ନୁହେଁ ଏବଂ ଗର୍ଭସ୍ଥ ସନ୍ତାନ ଉପରେ ପୁଣି ପାଣି କଳସୀ, ୟାରି ଭିତରେ ଚାଲୁ ଚାଲୁ ପାଟିରୁ ଥରେ ବାହାରି ଯାଇଛି, ହେ ଭଗବାନ ମୁଁ କେମିତି ଯିବି? ହଠାତ୍ ଦେଖିଲେ ଆକାଶରେ ଗୋଟେ କଳା ବାଦଲ ଘୁରି ବୁଲୁଛି ଏବଂ ସେ ବାଦଲ ଆସି ମାତା ମନ୍ମୟୀ ଦେବୀଙ୍କ ଉପରେ ସୂର୍ଯ୍ୟ କିରଣରୁ ତାଙ୍କୁ ରକ୍ଷା କରିଛି। ଥରେ ନୁହେଁ, 2 ଥର ନୁହେଁ,
ଅନେକ ଥର ଘଟିବା ପରେ ପଡୋଶୀ ଘରେ କହୁଛନ୍ତି କଣ କରିବୁ, କେମିତି କଣ ହଉଛି କହିଲୁ। ସମସ୍ତେ ଆଶ୍ଚର୍ଯ୍ୟ ହେଲେ। ପ୍ରତିବେଶୀ ମହିଳା ମାନେ କହିଲେ ଚାଲ ତୋ ସହିତ କଳସୀ ଧରି ଆମେ ମଧ୍ୟ ପଦ୍ମା ନଦୀକୁ ଯିବୁ ପାଣି ଆଣିବା ପାଇଁ। ଏବଂ ସେମାନେ ଯାଇଛନ୍ତି। ଠିକ ତା ମଧ୍ୟ ବାଦଲ ମଧ୍ୟ ଆସିଛି, ଘଟିଛି। ଜନ୍ମ ପୂର୍ବରୁ ସେ ଥିଲେ ମାତୃଭକ୍ତ। ମାଙ୍କର କଷ୍ଟ ସାମାନ୍ୟ ଭାବରେ ସେ ସହିପାରନ୍ତିନି। ଜନ୍ମରୁ ମଧ୍ୟ ବି ତାଙ୍କର ଜନ୍ମ ପରେ ପରେ ତାଙ୍କର ଯୋଉ ଲୀଳା ଅବର୍ଣ୍ଣନୀୟ। ପ୍ରତିବେଶୀ ହେଉଛନ୍ତି ବୋସ୍ମା। ବୋସ୍ମା ଯାଇଥିଲେ ଶ୍ରୀ ଠାକୁରଙ୍କର ଅନ୍ନପ୍ରାଶନ ନିମନ୍ତ୍ରଣରେ, ତାଙ୍କ ଶାଶୁଙ୍କ ସହିତ ଯାଇଛନ୍ତି। ଏଇ ସମୟରେ ସେ ଦେଖୁଛନ୍ତି ଶ୍ରୀ ଠାକୁର ଏଡେ ସୁନ୍ଦର, ମାତ୍ର 6 ମାସର ପିଲା, ମୁଣ୍ଡରେ ଚୁଟି ଭର୍ତ୍ତି, ଗୋରା ତକ୍ ତକ୍ ଦେହ, ଉଜ୍ଜଳ ଶରୀର, ଲୋଭ ହେଇଛି। ମା ମାନଙ୍କର ସାଧାରଣତଃ ମନ ଭିତରେ ଗୋଟେ ଆସେ, ମୁଁ ଟିକେ ଧରନ୍ତି କି, କିଏ କହିବ। ନିମନ୍ତ୍ରିତା ଭଦ୍ର ବ୍ୟକ୍ତି, ପୁଣି ନୂତନ ବିବାହିତା, ଶାଶୁ ସହିତ ଯାଇଛନ୍ତି ଶିବଚନ୍ଦ୍ର ଚକ୍ରବର୍ତ୍ତୀଙ୍କ ଘରକୁ ନିମନ୍ତ୍ରଣ ଖାଇବା ପାଇଁ। କେମିତି ବା ସେ କହିଥାନ୍ତେ, କିନ୍ତୁ ମନ ଭିତରେ ରହିଲା ସେତିକି। ହଠାତ୍ ଶ୍ରୀ ଠାକୁର କାନ୍ଦିବା ଆରମ୍ଭ କଲେ। ଏତେ ଜୋର କାନ୍ଦିଲେ, ଏତେ ଜୋର କାନ୍ଦିଲେ, ମାତା ମନମୋହିନୀ ଦେବୀ ମଧ୍ୟ ତାଙ୍କୁ ଚୁପ୍ କରିପାରିଲେନି। ଯେତେ ପ୍ରକାର ଖାଇବାକୁ ଦେଲେ, ଯେତେ କ୍ଷୀର ପିଇବାକୁ ଦେଲେ, କିଛି ଆଉ କାମ ଦେଲାନି। ସେଇ କାନ୍ଦିବା, ସେଇ କାନ୍ଦିବା। ବୋସ୍ମା ସେଇଠୁ ତାଙ୍କ ଶାଶୁ କହୁଛନ୍ତି, ମା ମୋର ଇଚ୍ଛା ହଉଛି ଛୁଆ ଟିକେ କାଖାନ୍ତି, କାଳେ ମୋ ପାଖରେ ତାଙ୍କ କାନ୍ଦ ବନ୍ଦ ହେଇଯାଇପାରେ। ଶାଶୁ କହିଛନ୍ତି ଠିକ ଅଛି ମନମୋହିନୀ କହ। ସେଇଠୁ ସେ ମାତା ମନମୋହିନୀ ଦେଖିଥିଲେ, କହିଛନ୍ତି କହିଲେ ତୁ ଧର, କିଛି ଅସୁବିଧା ନାହିଁ। ଯେମିତି ଠାକୁର ବୋସ୍ମାଙ୍କ କୋଳରେ ଆସିଛନ୍ତି, ସେତେବେଳେ ତା କାନ୍ଦିବା ଠପ୍ କରି ବନ୍ଦ ହେଇଯାଇଛି। ଆଉ କାନ୍ଦି ନାହାନ୍ତି। ସେଇଠି ତାଙ୍କ କୋଳରେ ସେ ଶୋଇ ପଡିଛନ୍ତି। ସମସ୍ତେ ଖୁବ ଅବାକ୍, କେହି କାନ୍ଦ ବନ୍ଦ କରିପାରିଲେନି। ମାର କ୍ଷୀର ମଧ୍ୟ ମୁହଁରେ ଦେଲାନି। ଆଉ ସେ ପିଲାଟା ତୁମ କୋଳକୁ ଯାଇ କେମିତି ଶୋଇ ପଡିଲା? ପୂର୍ବ ଜନ୍ମରେ ତମେ ତାଙ୍କ ମା ଥିଲ ବୋଧେ। କୃଷ୍ଣଙ୍କର ଆମେ ଦେଖିଛନ୍ତି, ଦେବକୀଙ୍କ ଗର୍ଭରୁ ସିନା ସେ ଆବିର୍ଭୂତ ହେଲେ, ହେଲେ ସେ ଯଶୋଦାଙ୍କ ପାଖରେ ପାଳିତ ହେଇଥିଲେ। ଠିକ ସେଇଭଳି ସେଇ ବୋସ୍ମା ମଧ୍ୟ ଦେଓଘର ଆସିଥିଲେ। ଠାକୁରଙ୍କ ସହିତ ଦେଓଘର ମଧ୍ୟ ସେ ଆସିଥିଲେ। ବଡାର ବାଙ୍ଗଲାରେ ଗୋଟେ ରୁମ କରିଦିଆ ହେଲା, ସେ ରହିଲେ। ସେ ଠାକୁର ଏକାନ୍ତରେ ଡାକି ତାଙ୍କୁ କହିଲେ, ମା ତମେ ମୋ ପାଖକୁ ଯିବନି। ତମ ପାଇଁ ଏଇଠି ଘର ରହିଲା, ଏଇଠି ରହିବ। ଆଉ ଯଦି କେହି କେତେବେଳେ ମୋର ବାଲ୍ୟ କାହାଣୀ ଶୁଣିବାକୁ ଚାହେଁ, ତାହେଲେ ତମେ ହିଁ ତାଙ୍କୁ ଶୁଣେଇବ। ଆଉ ତମ ଛଡା କେହି ବାଲ୍ୟ ଲୀଳା କେହି ବେଶୀ ଦେଖିନି, କି ବେଶୀ କେହି ଜାଣିନି। ମଣିଲାଲ ଚକ୍ରବର୍ତ୍ତୀ ଥରେ ଯାଇଥିଲେ ବୋସ୍ମାଙ୍କ ପାଖକୁ। ପଚାରିଲେ ଯେ କଣ ଆପଣଙ୍କର, ଆପଣ ଟିକେ ଠାକୁରଙ୍କ ପିଲା ବେଳର କଥା କୁହନ୍ତୁ। କହିଲେ କଣ କହିବି ଠାକୁରଙ୍କ କଥା, ପିଲା ବେଳର କଥା କଣ କହିବି। ଥରେ ମୁଁ କୋଳରେ ଧରି ତାକୁ ବସେଇଛି, ଗେଲ କରୁଛି। ମାତା ମନମୋହିନୀ ତ ସବୁବେଳେ ମୋ ପାଖରେ ଦେଇଯାଆନ୍ତି, କୁହନ୍ତି ତୁ ତାର ମା, ତୁ ତାକୁ ପାଳ। ମତେ ଏତେ କାମ, ଏତେ କାର୍ଯ୍ୟ ବ୍ୟସ୍ତତା ଭିତରେ ମୁଁ ତା ପାଇଁ ସମୟ ଦେଇପାରିବିନି। ତେଣୁ ବୁଲେଇବାକୁ ନେଇ ଆସେ, ଜଙ୍ଗଲକୁ ନେଇଯାଏ, ପାଖ ଜଙ୍ଗଲକୁ, ପଦ୍ମା ନଦୀ କୂଳକୁ, ବଗିଚାକୁ। ଥରେ ବଗିଚା ଭିତରେ କୋଳରେ ଧରି ବସିଛି। ହଠାତ୍ ଦେଖିଲି ଅତି ଜୋର ସେ ଯାଉଛି, ଯେତେ ଗାଳି ଦେଲେ ବି ସେ ଫେରୁନି। ଏଣେ ତେଣେ ବୁଲୁଛି, କଣ୍ଟା ମଣ୍ଟା ମାଡିବ। ଏଇ ଭୟରେ ମୁଁ ତାକୁ ଜବରଦସ୍ତ ଟାଣି ଆଣି ମୋ କୋଳରେ ବସେଇଦେଲି। ବସିଲା ପରେ ଦେଖିଲି ଏତେ ଓଜନ ହେଲା। ଓଜନ ବଢି ବିରାଟ ପଥରର ଓଜନ ହେଇଗଲା। ମୁଁ ଆଉ ଉଠିବା ଅବସ୍ଥାରେ ନାହିଁ। କହିଲି ବାବା ମୁଁ କଣ କରିବି, ବାବା ମୁଁ କଣ କରିବି, ଉଠି ପାରୁନି। ସାଙ୍ଗେ ସାଙ୍ଗେ ପୁଣି ଶ୍ରୀ ଠାକୁରଙ୍କ ଦେହ ହାଲକା ହେଇଯାଇଛି। ପୁଣି ସେ ଉଠିଛନ୍ତି। ଏଇ କଥା ନିଜ ମୁହଁରେ ସେ କହିଛନ୍ତି ମଣିଲାଲ ଚକ୍ରବର୍ତ୍ତୀଙ୍କୁ। ଶ୍ରୀ ଠାକୁର ଦୌଡୁଛନ୍ତି। ଦୌଡୁ ସେ କୃଷ୍ଣଙ୍କର ଯେମିତି ବାଲ୍ୟ ଲୀଳା ଥିଲା। ଠାକୁର ହାତରେ ଗୋଟେ ବାଡି ଧରିଥାନ୍ତି, ଲାଠି। ଗାଡୁଆନ ବୋଲି ତାଙ୍କୁ ସେତେବେଳେ ବି କହୁଥିଲେ।
ତେଣୁ ସେ ଯାଉଛନ୍ତି, ମାତା ମନମୋହିନୀ ଦେବୀ ନା ବସ୍ ମା ପଛରେ ଦୌଡୁଛନ୍ତି, ପାରିଲେନି, ଗୋଟିଏ ଗାଳି ଦେଲେ, ଖାଙ୍କି ମାରିଲେ ଯେମିତି ସେଠି ସେ ରହିଗଲେ। ରହିଗଲା ପରେ ଦେଖୁଛନ୍ତି ଶ୍ରୀ ଠାକୁରଙ୍କ ଉଚ୍ଚତା ଏତେ ବଢି 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 ଯାଉଛି, ଗୋଟେ ତାଳ ଗଛର ଉଚ୍ଚତା ହେଇଗଲାଣି। ଉପରକୁ ଚାହିଁଲେ ମୁହଁ ଦେଖା ହଉନି ଏବଂ କହିଛନ୍ତି, ବାବା ଇଏ କଣ ଲୀଳା, ଇଏ କଣ କଥା, ଆଉ ତମେ ଆସ। ସାଙ୍ଗେ ସାଙ୍ଗେ ପୁଣି ଉଚ୍ଚତା ଟା କମି ଯାଇଛି। ଏଇ ହଉଛି ଆଖି ଦେଖା କଥା ସେମାନଙ୍କର। ତେଣୁ ସେ ଦିବ୍ୟ ଲୀଳା ଆଜିର ଦିନରେ ପ୍ରାସଙ୍ଗିକତା ମନେ ହୁଏ। ସାଧାରଣ ଶିଶୁ ସେ ନଥିଲେ ଏବଂ ତାଙ୍କୁ ଯିଏ ଯୋଉଠି ଡାକେ ସେ ଶୁଣନ୍ତି। ସେତେବେଳୁ ମଧ୍ୟ ସେଇ ପ୍ରକାର ଲୀଳା ସଂଗଠିତ ହେଇଥିଲା। ଶ୍ରୀ ଠାକୁରଙ୍କର କୀର୍ତ୍ତନ ଅବସ୍ଥାରେ ସେ ଅଶ୍ୱିନୀ ବିଶ୍ୱାସଙ୍କର ଫୁଲମାଳ ପିନ୍ଧିବା କଥା ହଉ ବା ଅସହାୟ ମହିଳା ରାସ୍ତା ନ ପାଇବା ଘଟଣା ହଉ, ସେଇଟା ଅବଶ୍ୟ ଯୁବା ଅବସ୍ଥାରେ, କିଶୋର ଅବସ୍ଥାରେ ତା ଘଟିଛି। କିନ୍ତୁ ପିଲା ସମୟରେ ଆପଣ ମାନେ ଜାଣନ୍ତି ଯେ ଭଲ ଭାବରେ ଉମେଶ ଚନ୍ଦ୍ର ଲାହିଡିଙ୍କ ଘରକୁ ଯାଇଥିଲେ ମାତା ମନମୋହିନୀ ଦେବୀ। ସେତେବେଳେ ଗୋପାଳଜୀଉଙ୍କର ଗୋଟେ ମନ୍ଦିର ଥିଲା, ଯୋଉଠି ଉମେଶ ଲାହିଡି ସବୁଦିନ ପୂଜା କରନ୍ତି। ଇଏ ତ ଅତିଥି ଯାଇଛନ୍ତି ତାଙ୍କ ଘରକୁ। ସେ ପୂଜା କରି ଯେତେବେଳେ ଧ୍ୟାନରେ ବସନ୍ତି, ସେତେବେଳେ ଦେଖନ୍ତି ଗୋପାଳଜୀଉଙ୍କର ଗୋଟେ ମୂର୍ତ୍ତିଟା ତଳକୁ ଖସି ପଡେ ଠଙ୍ଗ କରି, ଏବଂ ଶିଶୁ ଅନୁକୂଳ ଚନ୍ଦ୍ର ସେଇ ଗୋପାଳଜୀଉଙ୍କର ଆସ୍ଥାନ ଉପରେ ବସି ଖିଲଖିଲ କରି ହସନ୍ତି। ଆଶ୍ଚର୍ଯ୍ୟ ହେଇଛନ୍ତି ଉମେଶ ଲାହିଡି, ତୋର ଏତେ ଦୁଷ୍ଟ ପୁଅଟା ପୁଣି ଆସିକି ଶୋଧନ କରି ମନ୍ଦିରର ପୂଜା ଅର୍ଚ୍ଚନା ପୁଣି ଯେତେବେଳେ ଚାଲେ, ଠିକ ସେତିକି ବେଳେ ପୁଣି ବସିଯାଆନ୍ତି। ଏମିତି ବାରମ୍ବାର ଘଟିଛି। ଏଇ ବାରମ୍ବାର ଘଟିବା ଭିତରେ ଯେତେବେଳେ ପୁରା କଡା ପହରା ମଧ୍ୟ ରଖାଯାଇଛି ଶିଶୁ ଅନୁକୂଳ ଚନ୍ଦ୍ରଙ୍କୁ, ପୁଣି ଆଖି ବୁଜିଲା କ୍ଷଣି ପୁଣି ସେଇ ଘଟଣା। ଯେତେବେଳେ ମାତା ରାଗି କହିଛନ୍ତି, ତୁମର ବଦନାମ କରୁଛୁ, ଏଇଭଳି ନିନ୍ଦା କରୁଛୁ, ଯୋଉଠି ଯାଉଛୁ ଦୁଷ୍ଟାମି କରୁଛୁ, ସେତେବେଳେ ସିଏ ମଧ୍ୟ ଗମ୍ଭୀର ଭାବରେ କହିଛନ୍ତି, ପଚାର ଉମେଶ ଲାହିଡିଙ୍କି, ପଚାର ତାଙ୍କୁ ସେ ମତେ କାହିଁକି ଡାକୁଛନ୍ତି। ଆଶ୍ଚର୍ଯ୍ୟ ହେଇ ଆଖିରେ ଦି ଟୋପା ଲୁହ ବୋହି ପଡିଛି। ସେଇ ମନ୍ତ୍ର, ଗୋପାଳଜୀଉଙ୍କୁ ଯୋଉ ମନ୍ତ୍ର ସେ ଆହ୍ୱାନ କରନ୍ତି, ସେଇ ମନ୍ତ୍ର ଶ୍ରୀ ଠାକୁରଙ୍କ କର୍ଣ୍ଣ ଗହ୍ୱରରେ ପ୍ରକମ୍ପିତ କରିଛି। ସେତେବେଳେ ଯୋଉଥିରେ କି ସେ ବସି ଯାଇଛନ୍ତି ସେ ଆସ୍ଥାନ ଉପରେ, ମା ସହିତ ପଦ୍ମା ନଦୀରେ ଯାଉଛନ୍ତି। ମାତା ମନମୋହିନୀ ଦେବୀ, ଆଇ କୁଷ୍ଠ ସୁନ୍ଦରୀ ଏବଂ ମାତ୍ର ଛୋଟ ଅଳ୍ପ ବୟସର 6-7 ବର୍ଷର ବୟସ, ପଦ୍ମା ନଦୀରେ ପାର ହେଇ କୁଷ୍ଟିଆ ଯାଉଛନ୍ତି। ହଠାତ୍ ଆସିଛି ଝଡ ବର୍ଷା। ଏ ଝଡ ବର୍ଷା ଭିତରେ ଡଙ୍ଗାଟା ହଲିବାକୁ ଲାଗିଲା, କାଳେ ସେ ପଡିଯିବେ। ଠିକ ସେଇ ସମୟରେ ଗମ୍ଭୀର ସ୍ୱରରେ କହୁଛନ୍ତି, ଏଇଠି ଓହ୍ଲେଇ ପଡ, ଏଇଠି ଓହ୍ଲେଇ ପଡ। ଜଳଭରା ପଦ୍ମା ନଦୀରେ ପାଖରେ ସେମାନେ ଓହ୍ଲେଇ ପଡିଛନ୍ତି। ଦେଖିଲେ ମାତ୍ର ଆଣ୍ଠୁଏ ପାଣି ଏବଂ ସେ ଆସିଲେ। ବହୁତ ଲୀଳା ସଂଗଠିତ ହେଇଛି। କେବଳ କଥା ହଉଛି ଏତିକି, ଏଗୁଡା କେବଳ ବିଶ୍ୱାସ ସୃଷ୍ଟି କରିବା ପାଇଁ। ବିରୋଧୀ ଭାବ ଅନେକ ସମୟରେ ଆସେ। ଆଜି ଦିନରେ ଶ୍ରୀ ଠାକୁରଙ୍କର ସମସ୍ତ ବିଧାନକୁ ଆମେ ସତ୍ତାର ସମ୍ବର୍ଦ୍ଧନା ପାଇଁ, ବିବେକର ଉନ୍ମେଷ ପାଇଁ ଶ୍ରୀ ଠାକୁରଙ୍କ ବିଧି ବିଧାନକୁ ନିଜ ଜୀବନରେ ଚରିତ୍ରାୟିତ କରି ମହା ଆନନ୍ଦରେ ଗାଇ ଉଠିବା। ବନ୍ଦେ ପୁରୁଷୋତ୍ତମ। ଜୟ ଗୁରୁ ଦାଦା, ଜୟ ଗୁରୁ। ଆଜ୍ଞା ଜୟ ଗୁରୁ। ଫୋନଟା ଡିଷ୍ଟର୍ବ ହଉଛି ଖାଲି।